ଫିକା ପଡ଼ିଲା ଜିରାଳର 19ତମ କାର୍ତ୍ତିକେଶ୍ୱର ଉଦ୍ଘାଟନ ମହୋତ୍ସବ। ରାଜନୈତିକ ଗୋଷ୍ଠୀ କନ୍ଦଳ ଯୋଗୁଁ ଆସିଲେନି ନେତା ଓ ପ୍ରଶାସନ। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଳମ୍ବରେ ହେଲା ଉଦ୍ଘାଟନୀ ଉତ୍ସବ। ଗ୍ରାମର ସମାଜସେବୀ ଓ ଗ୍ରାମ କମିଟି କଲେ ଉଦ୍ଘାଟନ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଭୁବନ ବ୍ଲକ ଜିରାଳ ଗ୍ରାମରେ ଆଜିକୁ 19 ବର୍ଷ ଧରି କାର୍ତ୍ତିକେଶ୍ୱର ମହୋତ୍ସବ ପାଳନ ହୋଇଆସୁଥିବା ବେଳେ ଚଳିତ ବର୍ଷ ସମ୍ପୂର୍ଣ୍ଣ ଫିକା ପଡ଼ିବା ସହ ଜଣେ ସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡ଼ିଛି ଯେ ଉକ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ କିଛି ରାଜନୈତିକ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟ ଅତିଥି ଭାବରେ ଆଣିବା ପାଇଁ ଚେଷ୍ଟା କରିଥିବା ବେଳେ ଶାସକ ବିଜେଡି ଦଳର କିଛି ସମର୍ଥକ ସ୍ଥାନୀୟ ମନ୍ତ୍ରୀଙ୍କୁ ଅତିଥି କରିବା ପାଇଁ ଅଡ଼ି ବସିଥିଲେ। କିଛି ସମାଧାନ ନ ହେବାରୁ ରାଜନେତାମାନଙ୍କର ଆଗମନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀ ଓ ଉପଖଣ୍ଡ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ମୁଖ୍ୟ ଅତିଥି କରିବା ପାଇଁ ତାଙ୍କର ମତାମତ ନେଇ କାର୍ଡ ପ୍ରସ୍ତୁତ କରାଯାଇଥିଲା। ଗତ 27 ତାରିଖ ଦିନ ସନ୍ଧ୍ୟା 6 ଘଟିକା ସମୟରେ କାର୍ଯ୍ୟକ୍ରମ ଉତ୍ସବ ରହିଥିବା ବେଳେ 8ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ନ ଆସିବାରୁ ବାଧ୍ୟ ହୋଇ ଗ୍ରାମବାସୀମାନେ ସ୍ଥାନୀୟ ସମାଜସେବୀ ଓ ଗ୍ରାମ କମିଟିକୁ ନେଇ ଉଦ୍ଘାଟନ କରିଥିଲେ, ଯାହାଫଳରେ ଉକ୍ତ ସଭାସ୍ଥଳକୁ ଲୋକମାନଙ୍କର ଆସିବା ବନ୍ଦ ଥିଲା। ସେମାନଙ୍କର ସହଯୋଗ ନ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ଢେଙ୍କାନାଳ ଜିଲ୍ଲାର ଏହା ପ୍ରଥମ ମହୋତ୍ସବ ହୋଇଥିବା ବେଳେ ଏହାକୁ ଅଣଦେଖା କରିବା ଓ କେହି ଉପସ୍ଥିତ ନ ହେବା ଆଲୋଚନାର ବିଷୟ ପାଲଟିଛି। ଏହି କନ୍ଦଳର କିଭଳି ଓ କେବେ ଅନ୍ତ ଘଟିବ ତାହା ଦେଖିବାକୁ ବାକି ନାହିଁ। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍। मो ना आज्ञा गंगाधर नायक, आम घर जिराल। आमर ये कार्तिक महोत्सव जिराल कौ आबा मान काल चली किंतु संगठित भाव में आमर जो कार्तिक महोत्सव एवं हो प्रत्येक साई आगु मेढ़ होता किंतु गोटे कार्तिक महोत्सव आम गोटे जगार भसाणी करवा गोटे जगार मिसिकी यात्रा करवा यहाँ आज की 19 वर्ष तलू आरंभ होता। आमर से सभापति कैलाश चंद्र राउत थिले एवं गाँव किसी उद्यमी युवबंधु आम से सामिल से चेष्टा करी यात्राटी को आरंभ करूँ। बहुत दुख कष्ट यात्राटी आज समृद्ध होती। यात्रा गोटे छोटिया अनुष्ठान आरंभ हो आज बहुत बड़ अनुष्ठान होती। केते दोली लगी आपण मैंने देखिए शह शह संख्यार स्टल लगुच सांस्कृतिक कार्यक्रम हो बहुत सब किसी हो किंतु चलित वर्ष आज्ञा आम एत दुख प्रकाश करुचु जे कौन नेता चापरे हो किंबा आमर परिचालनार अपारगतार हो आज आम जो अतिथि मानू निमंत्रण कलु कहीं आसीपारे कि आमको सेमती भी किसी आगुआ वार्ता देलेनी जे कौन कारण आम आसीपारू। आम कलेक्टर को एसपी को कहूँ पूर्व मंत्री को कहुला किंतु कहीं आसीपारे आमर उद्घाटन उत्सव को ये भारी मन दुख हो। जिराल समस्त को सबु समय सम्मान दे आसी समस्त को उपयुक्त भाव में सम्मानित करी आसी किंतु आज कहीं जिराल प्रति कहार कमती कौन मन मन विमुख मनोभाव आसी आमको आश्चर्य करुच्ची। जिरालर जो माने बुद्धिजीवी जो माने यात्रा को गढ़ी तोली जो माने पुरातन लोक जो मान चेष्टा प्रचेष्टा झाल रक्त यात्रा आज एत बाट उठी आज ता भर अनेक लोक म्रियमाण होती दुखित होती कारण आम जहाँ अनुभव करुँ कि राजनैतिक चाप या रही आमर परिचालनागत त्रुटि किसी अंश अच्छी एवं से कारण आज आमर अतिथि महोदयगण को आम यथारीति अनुरोध करते आमको प्रतिश्रुति देते शेष मुहूर्त आसीपारि ना यात्रा एमती हेले यात्रा अवक्षयमुखी हम तेणु आम समस्ते बर्तमान बहुत चिंतित एवं व्यक्तिगत भाव में मो कथा मुझे मु भी बहुत परिमाण मर्माहत कारण ए यात्रा प्रारंभ आम अच्छू आज कैलाश साई जो अच्छा जदि ये सब कथा माने शुणुवे अनुभव करुवे मन दुख पूर्व अनेक सभापति अच्छा समस्त अवदान अच्छे जिते कैलाश भाई को आज्ञा अतिथि मैंने जो आसिले दीर्घ समय धरी अपेक्षा कलु आम बाध्य काली उद्घाटन उत्सव तेणु आमर स्थानीय समाजसेवी स्थानीय नेतृत्व यही मानक नहीं आम काली आमर कार्यक्रम को समापन कलु बाध्य
ନା କାଲି ଉଦ୍ଘାଟନ କଲୁ। ତେବେ ଆମେ ବହୁତ ଆଶା କରିଥିଲୁ ଯେ ଆମେ ଯେଉଁମାନଙ୍କୁ ଅନୁରୋଧ କରିଥିଲୁ ଜିଲ୍ଲାପାଳ ଆମର ଏସ୍ପି ମହୋଦୟ ସମସ୍ତେ ଆସିଥାନ୍ତେ ଯଦି ଆମେ ବହୁତ ଖୁସି ହେଇଥାନ୍ତୁ, ବହୁତ ଆନନ୍ଦିତ ହେଇଥାନ୍ତୁ, ଆହୁରି ସମସ୍ତେ ଉତ୍ସାହିତ ମଧ୍ୟ ହେଇଥାନ୍ତୁ। କିନ୍ତୁ ଦୁଃଖର ବିଷୟ ସେ ମହୋଦୟ ଗଣେ କେହି ଉପସ୍ଥିତ ରହିପାରିଲେନି। ତେଣୁ ଆମେ ଟିକେ ଅତିମାତ୍ରାରେ ଦୁଃଖିତ ମର୍ମାହତ ମଧ୍ୟ। ଆଜ୍ଞା ଦେଖନ୍ତୁ, ଆମେ ଦୀର୍ଘ ଦିନ ଚେଷ୍ଟା କରୁଛୁ ଏ ଯେଉଁ ଜିରାଳ ମହୋତ୍ସବକୁ ଯେମିତି ଓର୍ମାସ ଟିମ୍ ଆସି ଆମର ଢେଙ୍କାନାଳରେ ହେଉଛି, ଆମର ଯେଉଁ କାମାକ୍ଷାନଗରରେ ବି ଏବେ ହେଲାଣି, ତ ଆମର ଯେମିତି ହୁଏ କପିଳାସ ମହୋତ୍ସବ ହୁଏ, ଓର୍ମାସ ଟିମ୍ ଆସନ୍ତି, ସେଇଭଳି ଟିମ୍ ମଧ୍ୟ ଆମେ ବହୁତ ଚେଷ୍ଟା କରୁଛୁ ସେମାନେ କେମିତି ଆସନ୍ତୁ, ଏ ଯାତ୍ରାକୁ ସମୃଦ୍ଧ କରନ୍ତୁ, ଏ ଯାତ୍ରାର ମାନେ ନା ଆଗକୁ ଆଗକୁ ଯାଉ। ଲୋକମାନଙ୍କ ସହଯୋଗ ଯଥେଷ୍ଟ ଥିଲା, କିନ୍ତୁ ସେ ଚେଷ୍ଟା କରିକି ଆମେ ଏପର୍ଯ୍ୟନ୍ତ ମଧ୍ୟ ସଫଳ ହେଇପାରୁନୁ, ବିଫଳ ହେଉଛୁ। ଏବଂ ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆମେ ଚାହୁଁଛୁ ସରକାରଙ୍କ ତରଫରୁ ଦୀର୍ଘ 8-10 ଦିନ ଧରି ଯେତିକି ଦିନ ଆମର କାର୍ଯ୍ୟକ୍ରମ ରହୁଛୁ, ଆମେ ଅନୁରୋଧ କରୁଛୁ ସରକାରଙ୍କ ତରଫରୁ, ସଂସ୍କୃତି ବିଭାଗ ତରଫରୁ ଆମକୁ ଟିକେ ସେଇ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ କ୍ଷେତ୍ରର ଯେଉଁ କଳାକାରମାନଙ୍କୁ ସଂସ୍କୃତି ବିଭାଗ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ମାଧ୍ୟମରେ ଯଦି ଆମକୁ ଏଠି 5-7 ରାତି ପାଇଁ ସାହାଯ୍ୟ କରାନ୍ତା, ଆମେ ମଧ୍ୟ ବହୁତ ଉପକୃତ ହୁଅନ୍ତୁ, ଯାତ୍ରା ଆହୁରି ଅଧିକରୁ ଅଧିକ ଉନ୍ନତ ହୁଅନ୍ତା। ସେଥିପାଇଁ ଆମର ରାଜନୈତିକ ଇଚ୍ଛା ଶକ୍ତି ଟିକେ ଦୁର୍ବଳ ରହୁଛି ବୋଲି ମୁଁ ଆଶା କରୁଛି। ଆମର ସ୍ଥାନୀୟ ଯେଉଁମାନେ ନେତୃତ୍ୱ ମଣ୍ଡଳୀ, ମନ୍ତ୍ରୀ ହୁଅନ୍ତୁ, MLA ହୁଅନ୍ତୁ, ଏମାନଙ୍କର ମଧ୍ୟ ଟିକେ ସହଯୋଗ ରହିବା ଆବଶ୍ୟକ। ମୁଁ ଭାବୁଛି ସେମାନଙ୍କର ସେତେ ଦୃଢ଼ ମନୋବଳର ସହଯୋଗିତା ନାହିଁ, ଏଥିପାଇଁ ଆମେ ଦୁଃଖିତ। ନା ଉଦୟନାଥ ଲେଙ୍କା, ମୁଁ ସରପଞ୍ଚ ଜିଲ୍ଲା ଗ୍ରାମ ପଞ୍ଚାୟତ ଜିଗାଳ। କଣ କହିବେ ଆଜି ଯୋଉ କାର୍ତ୍ତିକ ମହୋତ୍ସବ ହଉଛି, କେତେ ବର୍ଷ ହେଲାଣି, ଜନସାଧାରଣ କଣ କହିବେ? ଏତ ବହୁତ ଆଦି ଅନାଦି କାଳରୁ ଆମ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ହେଉଥିଲା, କିନ୍ତୁ ଦୀର୍ଘ 19 ବର୍ଷ ଧରି ଆମର ମହୋତ୍ସବ ହେଉଛି। ଏହି ମହୋତ୍ସବ ଆମ ଜିଲ୍ଲା ତଥା ଅଞ୍ଚଳର ପ୍ରଥମ ମହୋତ୍ସବ। କଣ ଜନସାଧାରଣ କଣ କହିବେ, ଏଇ ଯୋଉ 2-4 ଦିନ ପରେ ଚାଲିବ, କଣ କହିବେ? ଆମର ଏ ମେଳା ମହୋତ୍ସବ ଆଜି 27 ତାରିଖଠୁ ଆରମ୍ଭ ହେଲା, ଏହା 4 ତାରିଖ ପର୍ଯ୍ୟନ୍ତ ଚାଲିବ। 4 ତାରିଖ ଦିନ ଭସାଣି, ଏଥିରେ ପୋଲିସ ପ୍ରଶାସନ, ଜିଲ୍ଲାପାଳ ପ୍ରଶାସନ ସମସ୍ତଙ୍କର ସହଯୋଗରେ ସୁଚାରୁ ରୂପରେ ପାଳନ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ଏଥିରେ ଗ୍ରାମ କମିଟି, ଅଞ୍ଚଳବାସୀ ସମସ୍ତଙ୍କର ଭୂମିକା ରହିଛି। ନିବେଦନ କରୁଛି ଏହାକୁ ଏନ୍ଜୟ କରିବା ପାଇଁ ଅଞ୍ଚଳବାସୀ ତଥା ଗ୍ରାମବାସୀ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ। ସମସ୍ତେ ଶାନ୍ତି ଶୃଙ୍ଖଳା ସହକାରେ ଏହି କାର୍ଯ୍ୟ କରିପାରିଲେ ଆମେ ବହୁତ ଧନ୍ୟ ହେବୁ ଏବଂ ଏହା ଶୃଙ୍ଖଳିତ ଭାବେ ହେବା ପାଇଁ ମୁଁ ଭଗବାନ ନିକଟରେ ପ୍ରାର୍ଥନା କରୁଛି।